ଅନାନି ତମ ସାମ୍ନାରେ ଯେ ଅପମାନ କରିବ ତାକୁ ମୁଁ ରାସ୍ତାରୁ ହଟେଇ ଦେବି। ବଞ୍ଚିବ କେମିତି? ଛାତ୍ରଛାତ୍ରୀ ମାନଙ୍କୁ ମୋ ତରଫରୁ ଅଭିନନ୍ଦନ ଅଭିନନ୍ଦନ। ଭଉଣୀମାନେ ଭଲରେ ଅଛ ତ? ତମମାନଙ୍କୁ ଜମା ଭୁଲି ହବନି, କାରଣ ତମେ ମାନେ ମୋର ସାନ ଭାଇ ଭଉଣୀ ମାନେ। ସେଇଥିପାଇଁ ତ ତମ ସାମ୍ନାକୁ ମୁଁ ଆସିଛି। କେବଳ ତମମାନଙ୍କୁ ଭୁଲ ଭଗବାନ କରିବି, ନାଲୁକ ମାରିବି, ଖୁସି କରିବି। ଅନାନି କଥାଟା ମାନିବାକୁ ପଡିବ। ଅନୁଷ୍ଠାନ ଯୋଉ ପ୍ରୋଗ୍ରାମଟା କରିବି, ଭାଇ ଭଉଣୀ ମାନେ ମୋ ଯାଦୁକର ନୁହଁ, ଖେଳ ବାଲା ନୁହଁ। ମୁଁ ଏକକ ଅଭିନୟ ମାନେ ଜଣେ କେମିତି ଅନେକ ପ୍ରକାର ଭଏସ ଚେଞ୍ଜ କରେ, ମୁଁ ସେ ଅଭିନୟ କରୁଛି ବିଷୟ ନିଶା ନିବାରଣ ବିଷୟରେ। ପରିବେଶ ସୁରକ୍ଷା, ସ୍ୱଚ୍ଛ ଭାରତ ଆଣ୍ଡ ନିଶା ନିବାରଣ ଆମର ଶିକ୍ଷା ଅନୁଷ୍ଠାନ ମାନଙ୍କରେ। ଏତେ ବଡ଼ ଅନୁଷ୍ଠାନରେ ମୁଁ ଯେତେବେଳେ ପହଞ୍ଚି ଆସିଛି ବହୁତ ଖୁସି ଲାଗୁଛି, କାରଣ ଏଥିରେ ଏ ଅନୁଷ୍ଠାନର ମୋର ଗୁରୁମା ପ୍ରଧାନ ଶିକ୍ଷୟିତ୍ରୀ ମହୋଦୟ ମୋତେ ସୁଯୋଗ ଦେଇଥିବାରୁ ମୁଁ ଧନ୍ୟ ମନେ କରୁଛି। ସେ ବର୍ତ୍ତମାନ ମୋ ପାଖରେ ନାହାନ୍ତି, ଆଉ ମାଙ୍କର ଦେହ ଟିକେ ଅସୁସ୍ଥ, ହେଲେ ମାଙ୍କ ପାଇଁ ଗୋଟେ ତାଳି ଗୋଟେ ହେଇଯାଉ। ଆଉ ଯୋଉ ମା ମାନେ ସାହାଯ୍ୟ କରିଛନ୍ତି ତାଙ୍କ ପାଇଁ ମୁଁ ବର୍ତ୍ତମାନ ଏଇ ଅନୁଷ୍ଠାନକୁ ପଳେଇ ଆସିଛି ବହୁତ ଖୁସି ହେଇ। ଟିକେ ତାଳି ଗୋଟେ ହେଇଯାଉ ମାଙ୍କ ପାଇଁ। ଆଉ ଗୋଟେ ଭାଇ ଭଉଣୀ ମାନେ ମତେ ଦେଖନ୍ତୁ, ମୋ ଓଡ଼ିଆ ଚଳଚ୍ଚିତ୍ର ଜଗତର ଶ୍ରେଷ୍ଠ ଅଭିନେତା ବିଜୟ ମହାନ୍ତିଙ୍କର ଜଣେ ଛାତ୍ର। ଏ କେନ୍ଦ୍ରାପଡ଼ାର ସେ ହେଉଛନ୍ତି ଆମର ବିଜୟ ମହାନ୍ତିଙ୍କର ଘର। ତେଣୁ ମୁଁ ତମ ସମ୍ମୁଖରେ ଯେ ଅଭିନୟ କରିବି, ମତେ ତମେ ଦେଖିବା ପୂର୍ବରୁ ଆଗ ଜାଣିବା ଦରକାର ମୁଁ ତରଙ୍ଗ ମ୍ୟୁଜିକରେ ଅଭିନୟ କରିଛି। ତମେ ଟିଭିରେ ମଧ୍ୟ ଦେଖିଥିବ। ମାନେ କଥା କଣ କହିବି ଅପା? କଣ ଲାଗୁଛି କଣ କହିଲେ କଣଟା ମିଳିବ କହିଲ? ମାନେ ପଇସା ପଇସା ଦବ ତ? ସେ କଥା ନିହାତି ଦିଆଯିବ। ଶୁଣ, ଜଲ୍ଦି ଯାଇକି କ୍ଷୀର ନେଇକି ଆସନ୍ତୁ ହେଲା, ନହେଲେ ପିଇଛନ୍ତି ବଡ ଅସୁବିଧା ହବ। ତୁ ଘରେ ବଳ ଜଲ୍ଦି ମା। ଏ ଅପା ପଳେଇ ଯିବି ତ ମତେ ପଇସା ଦିଅ। ଶୁଣ ତମେ ଜଲ୍ଦି ପଳେଇ ଯାଅ, ସେ ଜାଣିଲେ ନା ମତେ ଅବସ୍ଥା କଣ କରିଦେବି ଜାଣିଛ? ମାନେ ଅପା ଏମିତି ବିପଦରେ ଅଛ? ଠିକ ଅଛି ମୁଁ ଯାଉଛି। ଓହୋ, ଆରେ ବିଦୁ ମୁଁ ଶୀଘ୍ର ଯାଉଛି, ଶୀଘ୍ର ଫେରି ଆସିବି ହେଲା। ତୁ ଜମା ଚିନ୍ତା କରିବୁନି, ମୁଁ କ୍ଷୀର ନେଇକି ଆସିବି। ହଁ ହଁ ଜଲ୍ଦି ଫେରି ଆସିବ। ଠିକ ଅଛି ଠିକ ଅଛି। ଆରେ ଆରେ ଯୋଉ ଭାଟି ବାଲା ଦେଖା ହବ, ମତେ ପୁଣି ମଦ ପିଇବା ପାଇଁ କହିବ। ମୁଁ ବଡ ଅସୁବିଧାରେ ପଡି, ସେ ରାସ୍ତା ଦେଇକି ଯିବାକୁ ପଡିବ। ଓହୋ, ସେ ରାସ୍ତାକୁ ତ ଆସିଲେଣି। ଇଏ ବୁଝିଲ ସାଗର ଭାଇ, କୁଆଡେ ଯାଉଛ? ଆଜି କଣ ମଦ ଭାଟିଆଟା ଆସିବନି? ସବୁବେଳେ ଯାଉଥିଲ, ସବୁବେଳେ ଆସିଥିଲ, ଆଜି କଣ ଆସିବନି? ଆସ, ଇଏ ବୁଝିଲେ ବାପା, ଇଏ ହଉଛି ପିଓର ମଦ। ୟାକୁ ଯଦି ପିଇବ ନା ବାହାରିବ ମଦ, ପିଇ ଦିଅ। ଓହୋ ବୁଝିଲ ଜୟୀ ମଉସା, ମୁଁ ସେ ମଦ ଗୁଡାକ ଛାଡି ଦେଇଛି। କାହିଁକି ନା ଏ ମଦ ପିଇ ମୁଁ ବର୍ବାଦ ହେଇଗଲି। ମୋ ସ୍ତ୍ରୀ ପୁରା ମନା କରିଛି, ତ କେବେ ମଦ ପିଇବୁନି। ମୁଁ କ୍ଷୀର ପିଇ ଯାଉଛି ମଉସା। କ୍ଷୀର ପାଇଁ ଯାଉଛ? ଇଏ ବୁଝିଲି ବାପା, ଇଏ ପୁରା ଅମୃତ ରସ। ୟାକୁ ଯଦି ଥରେ ପାନ କରିବ, ତ ପରେ ଯେତେ ରୋଗ ବ୍ୟାଧି ଅଛି, ଆଉ ତୋର ଯେତେ ରୋଗ ବ୍ୟାଧି ଅଛି ସବୁ ଦୂର ହେଇଯିବ। ପିଇ ଦିଅ। ନାଇଁ ମଉସା, ମୁଁ ଜମା ପିଇବିନି। ନା ନା, ସେସବୁ ଭଲ ନୁହଁ। ଇଏ ବ୍ରଜ ଭାଇ କୁଆଡେ ଗଲ? ମତେ ଯା ମାରଣ ଆଉନି ବଜରା ଯାଏ ଭାଇ, ଏମିତିଆ ମଦ ପିଇ ଦେବି ଯେ ଖାଧୁଥବ ଗୁଣ ବି ଗାଉଥବ। ଠିକ ଅଛି ତାହେଲେ, ସାର୍ ପହଞ୍ଚି ଗଲେଣି। ମଦ ଭାଟିରେ ମଦ ଯଦି ନ ପିଇବ ତାକୁ ବିଛିବ ଜୋର ଉପରେ ହାଣି ଦିଅ, ହାଣି ଦିଅ, ମରିଯିବ। ହରାମୀ
ମୋ ବେପାରଟା ଚାଲିବ କେମିତି? ହଁ ଏରାମ କରିଦେବ ଏରାମ। ହଁ ନାନୀ କଥାଟା ମାନିବ ନା? ହଁ ଆଜ୍ଞା ମୁଁ କେବେ ମଦ ପିଇବିନି ବୋଲି ପ୍ରପୋଜ କରିଛି। ମୋ କଥାଟା ଯଦି ନ ମାନିବ ତୋର ପରିସ୍ଥିତି ବଡ ଭୟଙ୍କର କରିଦେବି, ଭୟଙ୍କର। ହଁ ନାନୀ ମଦ ପିଇବ ନା? ନହେଲେ ପରିସ୍ଥିତି ତୋର ବଡ ଭୟଙ୍କର କରିଦେବି, ଆଖି ଝାଡ଼ିଦେବି, ଅଙ୍ଗ କରିଦେବି, ଗୋଡ ହାଣିଦେବି, ପଙ୍କୁ କରିଦେବି, ପଙ୍କୁ। ହଁ ଆଜ୍ଞା ମୁଁ ପିଇବି ଆଜ୍ଞା। ସେଇଥିପାଇଁ ତ ମୁଁ ତୋତେ ଆଜି ବଢିଆ କଥାଟେ କହୁଛି। ଆରେ ଜୀବନରେ ମୂଲ୍ୟବାନ ସମ୍ପତ୍ତି, ମୂଲ୍ୟବାନ ଜିନିଷ ମଦ। ଏ ମଦ ନ ପିଇଲେ ବଞ୍ଚିବ କେମିତି? ଏ ଦୁନିଆ ବଞ୍ଚିବ କେମିତି? ଆରେ ନାନୀ କୁଆଡେ ଗଲ କିରେ? ଭାଇ ବୁଝିଲା ଆଜ୍ଞା, ଆପଣ କଥା ରହିଲା ଆଜ୍ଞା। ଜମା ଚିନ୍ତା କରନ୍ତୁନି, ତାକୁ ଆମେ ଟିକେ ଭଲକିରି ପିଏଇ ଦବୁ। କିଏ ବୁଝିଲା ଭାଇ ମାନେ ଏମିତି ଭାବରେ ମଜା ପିଇଦେଲି ଯେ ଅଖା ଧୁଥବ, ଗୁଣ ବି ଗାଉଥବ। ଭୋଗ ପାଇଁ ଶପଥ କରିଥିଲେ, କ୍ଷୀର ପାଇଁ ଯାଉଥିଲି, ମୁଁ ମଦ ପିଇଦେଲି। କଣ ଘଟିଗଲା? ବହୁତ ମୁସ୍କିଲ ହେଇଗଲା। ମୋ ଘରକୁ ଯିବାକୁ ପଡିବ, ମତେ କିଛି ଦେଖାଯାଉନି। ଆରେ ମତେ କଣ ଏତେ ଜୋରେ ନିଶ୍ଚୟ ହେଇଗଲା ନା କଣ? ଠାକୁରେ ମୋ ପୁଅକୁ ମୋ କୋଳରୁ ଛଡେଇ ନେଇଗଲ। ତା ବାପା ଟିକେ ପରେ କ୍ଷୀର ନେଇ ଆସିଥାନ୍ତେ। তুমি অপেক্ষা করে পারিলেনি ମୋ ପୁଅ। କାକରେ ରହି ଦିନ ଛାଡ଼ି ବସିଲା ବାପେ ନାତି ମୋର ମୋ ପୁଅ। ନାତିଟା ମତେ ଛାଡ଼ି ଚାଲିଗଲା। ତା ବାପା କ୍ଷୀର ପାଇଁ ଯାଇଛି, ମୁଁ ତାକୁ କୋଉ ଉତ୍ତର ଦେବି? ମୋ ପୁଅ। ଆରେ ମୁଁ ଘରକୁ ଯାଉଛି ନା କଣ ମଉସା? ଆରେ ବୁଝି ବାପା, ଏମିତି ସବୁବେଳେ ମଦ ପିଇ ଜୀବନକୁ କାହିଁକି ବର୍ବାଦ କରୁଥିଲେ? ବୁଝିଲୁ ବାପା, ଏଇ ମଦ ମଣିଷକୁ ଅମଣିଷ କରିଦିଏ, ମଣିଷକୁ ଅବାଟକୁ ନେଇଯାଏ, ପରିଶେଷରେ ତାର ମଉସା ମତେ କଣ ପ୍ରବଚନ ଦେଉଛ? ମୁଁ ମଦ ଫ୍ରେଶ, ମୁଁ ନିଜେ ପହଞ୍ଚିଲେ ମୋ ପାପ ନା। ମଦରେ ଯେତେ ମଜା ଅଛି, ମୋର କ୍ଷୀର ପିଇଲେ ମତେ କଣ ମିଳିବ? ହଉ ହେଲା, ଯାହା ଦେଖିବୁ ଘରେ ତୋର କୋଉ ପ୍ରକାର ଘଟଣା ଘଟିଯାଇଛି ତୁ ନିଜ ଅଙ୍ଗରେ ଲେଖେଇ ପାରିବୁ। ତମ ପରି ମଣିଷ ମାନଙ୍କୁ ଜମା ବୁଝେଇ ହେବନି ବାପା। ଯାଅ ତମ ଘରକୁ ଯାଅ, ଯାଅ ଯାଅ। ହଁ ତମେ କଣ ମତେ ପ୍ରବଚନ ଦେଉଛ? ମୁଁ ମୋ ଘରକୁ ଆସିଲି ତ। ଆରେ କିଏ କାନ୍ଦୁଛି? ଆରେ କାନ୍ଦୁଛ କଣ ପାଇଁ? ଆରେ ମୁଁ ଆସିଛି, କାନ୍ଦୁଛ କଣ ପାଇଁ? ତମେ ପୁଣି ମଦ ପିଇ ଆସ? ଆରେ ମଦ ପିଇବିନି କଣ କ୍ଷୀର ପିଇ ଆସିବି? ମଦ ପିଇବିନି ଆଉ କଣ କ୍ଷୀର ପିଇ ଆସିବି ନା କଣ? ତମେ ଯେତେବେଳେ ଶପଥ ରଖିନାହ, ଠାକୁରେ କାହିଁକି ତମ ପୁଅକୁ ବଞ୍ଚିବାକୁ ଦେବେ? ଡାକ୍ତରଖାନା ନେଇଯିବେ, ତମର କିଛି ହବନି। ଫୋକ ମାରିଦେଇଛି, ମୋ ପୁଅର କ୍ଷୀର ପଇସାରେ ମଦ ପିଇ ଦେଇଛି, ମଦ ପିଇ ଦେଇଛି, ମୁଁ ଫୋକ ମାରିଦେଇଛି। କିଏ କରୁଛ? ମୋ ମୁଣ୍ଡ ଛାତି। ଡାକ୍ତରଖାନା ନେଇଯିବେ, ତମେ କିଛି ହବନି, କିଛି ହବନି।
ପିଇ ଦେଇଛ ଶୁଣିପାରିଲେ ତମର ପ୍ରିୟ